ବାସ୍ତବତାର ଅନ୍ୱେଷଣରେ ଧର୍ମ ଓ ବିଜ୍ଞାନ। ଜୀବନର ବାସ୍ତବତାକୁ ସତ୍ୟ ଓ ଈଶ୍ୱର ନାମରେ କେହି କେହି ବୁଝିଥାନ୍ତି। ଧର୍ମରେ ସେ ହିଁ ପରବ୍ରହ୍ମ ନାମରେ ପରିଚିତ। ତାଙ୍କ ଅସ୍ତିତ୍ୱ ସପକ୍ଷରେ ପ୍ରାମାଣିକ ଯୁକ୍ତି ବେଦ, ଉପନିଷଦ, ବୌଦ୍ଧଶାସ୍ତ୍ର, ପ୍ଲେଟୋ ଓ ଆରିଷ୍ଟୋଟଲଙ୍କ ରଚିତ ଗ୍ରନ୍ଥଗୁଡ଼ିକରେ ଦେଖିବାକୁ ମିଳେ। ଜାଣିବା ଓ ପାଇବା ପାଇଁ ପ୍ରତି ମନୁଷ୍ୟର ଆନ୍ତରିକ ଇଚ୍ଛା ଥାଏ। ସେ ହିଁ ସତ୍ୟର ସ୍ୱରୂପ ଓ ପ୍ରକୃତି ଅଟନ୍ତି। ଗାନ୍ଧୀ କହିଥିଲେ ସତ୍ୟ ହିଁ ଈଶ୍ୱର, କିନ୍ତୁ ଈଶ୍ୱରଙ୍କୁ ସତ୍ୟ କହିବା ଠିକ୍ ନୁହଁ। ତାଙ୍କର ଏହି ଉକ୍ତିକୁ ଉପନିଷଦର ବାଣୀ ତପୋବ୍ରହ୍ମର ଏକ ବ୍ୟାଖ୍ୟା କୁହାଯାଏ। ବିଶ୍ୱାସ ଓ ଭକ୍ତି ସହିତ ଯେକୌଣସି ଭାବନା କରାଯାଏ ତାହା ସ୍ୱତଃ ଭଗବତ୍ ଭାବନା ହୋଇଯାଏ। ଈଶ୍ୱର ବା ସତ୍ୟ ରୂପୀ ଏହି ବାସ୍ତବତାକୁ ବିଜ୍ଞାନ, ଧର୍ମ ଓ ଦର୍ଶନ ଆପଣା ଆପଣା ଢଙ୍ଗରେ ଭିନ୍ନ ଭିନ୍ନ ରୂପରେ ଖୋଜୁଛନ୍ତି ଓ ପାଇବା ପରେ ତାହାକୁ ସତ୍ୟ ବୋଲି ପ୍ରତିପାଦିତ କରିବାକୁ ପ୍ରୟାସ କରୁଛନ୍ତି। ବୁଦ୍ଧଦେବ କହିଥିଲେ, କୌଣସି ବୌଦ୍ଧିକ ଉକ୍ତି ପ୍ରମାଣିତ ହୋଇ ନ ପାରିଲେ ତାହାକୁ ସତ୍ୟର ସ୍ୱରୂପ କହିବା ଠିକ୍ ନୁହେଁ। ଗ୍ରନ୍ଥର ପ୍ରାଚୀନତା ବା ତାହାର ରଚୟିତାଙ୍କର ପ୍ରତିଷ୍ଠା ଭିତ୍ତିରେ ତାହାକୁ ପବିତ୍ର ଗ୍ରନ୍ଥ ବୋଲି ବିବେଚନା କରିବା ଉଚିତ ନୁହେଁ। ଜୀବନଯାତ୍ରାକୁ ସତ୍ୟ ଅନୁସନ୍ଧାନର ଏକ ତୀର୍ଥଯାତ୍ରା ମନେକରି ଆମେ ସମସ୍ତଙ୍କୁ ମିଳିମିଶି ଆଗେଇବାକୁ ହେବ। ବୈଜ୍ଞାନିକ ହୋଇଥିଲେ ବିଜ୍ଞାନକୁ ଖାଲି ଏକ ଅନ୍ଧ ଆବେଗରେ କିମ୍ବା ଧର୍ମରେ ବିଶ୍ୱାସୀ ହୋଇଥିଲେ ଧର୍ମକୁ ଏକ ବଦ୍ଧମୂଳ ବିଶ୍ୱାସ ରୂପରେ ଗ୍ରହଣ କଲେ ଆମେ ସତ୍ୟର ସନ୍ଧାନ କରିପାରିବା ନାହିଁ। ବିଜ୍ଞାନ ଆମକୁ ଯେଉଁ ସତ୍ୟର ଆଲୋକ ଆଣି ଦେଇଥାଏ, ତାହା ଯେ ଧର୍ମର ଅନ୍ଧାରୁଆ ଗଳିଗୁଡ଼ିକରେ ପଶି ଅଣ୍ଡାଳି ହେଲା ବେଳେ ଠିକ୍ ରାସ୍ତା ଆବିଷ୍କାର କରିବାରେ ସାହାଯ୍ୟ କରିଥାଏ, ଏହା ଆମକୁ ମାନିବାକୁ ପଡ଼ିବ। ଦିନ ଥିଲା ଯେତେବେଳେ ବିଜ୍ଞାନରେ ମଧ୍ୟ ଅନେକ ବଦ୍ଧମୂଳ ଧାରଣା ରହିଥିଲା। ଊନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ବିଜ୍ଞାନରେ ଧାରଣା ଥିଲା ଯେ ପ୍ରତ୍ୟେକ ବସ୍ତୁ ଅସଂଖ୍ୟ ମୌଳିକ କଣିକାକୁ ନେଇ ଗଠିତ, ଯାହାର ନାମ ପରମାଣୁ ଅଟେ। ସେମିତି ଆଉ ଏକ ଧାରଣା ହେଲା, ଆଲୋକ ତରଙ୍ଗ ଇଥର ନାମକ ମାଧ୍ୟମ ଦେଇ ଗତି କରେ। ଏ ଦୁଇଟିର କିନ୍ତୁ କୌଣସି ପ୍ରମାଣିତ ତଥ୍ୟ ନଥିଲା। ପରୀକ୍ଷାରୁ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରି ବୈଜ୍ଞାନିକମାନେ ଯେଉଁ ସିଦ୍ଧାନ୍ତ ନେଇଥାନ୍ତି, ତାହାକୁ ସବୁବେଳେ ସୁଖ ବୋଲି କହିହେବ ନାହିଁ। ସାଧାରଣତଃ କୌଣସି ଘଟଣାର କାରଣ ନିର୍ଣ୍ଣୟ ପାଇଁ ବିଜ୍ଞାନ ସାମଗ୍ରିକ ଭାବେ ବିଚାର ନ କରି ତାହାକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କରି ପ୍ରତ୍ୟେକ ଅଂଶକୁ ଅଲଗା ଭାବେ ବିଶ୍ଳେଷଣ କରିଥାଏ ଓ କାରଣଗୁଡ଼ିକୁ ଏକତ୍ରିତ କରି ଘଟଣା ପଛରେ ଥିବା ସତ୍ୟରେ ପହଞ୍ଚିବାକୁ ଚେଷ୍ଟା କରେ। ଏହି ପ୍ରକାରେ ଅଣୁବିଶ୍ଳେଷଣ ପଦ୍ଧତି ବସ୍ତୁବିଜ୍ଞାନ, ରସାୟନ ବିଜ୍ଞାନ, ଭେଷଜ ବିଜ୍ଞାନ ସମେତ ଅର୍ଥଶାସ୍ତ୍ର, ମନସ୍ତତ୍ତ୍ୱ ଆଦିରେ ଅନୁସୃତ ହେଉଛି। ଭେଷଜ ବିଜ୍ଞାନରେ ରକ୍ତ, ମଳମୂତ୍ର, କଫ ଆଦିର ଅଲ୍ଟ୍ରାସାଉଣ୍ଡ ପରୀକ୍ଷଣ ପରେ ସେ ସବୁକୁ ଭିତ୍ତି କରି ରୋଗର ନିଦାନ କରାଯାଉଥିବା ଏକ ଜଣାଶୁଣା କଥା। ଧର୍ମ କିନ୍ତୁ କହିଥାଏ ସତ୍ୟ ଅବିଭାଜ୍ୟ ଅଟେ। ଆଂଶିକ ସତ୍ୟଗୁଡ଼ିକୁ ଯୋଡ଼ି ସତ୍ୟକୁ ଅନୁଭବ କରିବାର ପ୍ରୟାସ ଭିତରେ ସତ୍ୟ ହଜିଯାଏ। ଯାହା ଉପଲବ୍ଧି ହୁଏ ତାହା ସତ୍ୟର ଛାୟା, ପ୍ରକୃତ ସତ୍ୟ ନୁହେଁ। ପ୍ରକୃତି, ଆତ୍ମା ଓ ଈଶ୍ୱରଙ୍କ ବିଷୟରେ ଯେତେ ସବୁ ଧାରଣା ଧର୍ମରେ ରହିଛି, ସେସବୁ ଦିବ୍ୟ ଦ୍ରଷ୍ଟା ଋଷିମାନଙ୍କର ଅନୁଭୂତିରୁ ଉପଲବ୍ଧ ଅଟନ୍ତି। ଅନୁଭୂତିଗୁଡ଼ିକୁ ବିଶ୍ଳେଷଣ କରିବା ପାଇଁ ଯୁକ୍ତିର ଆଶ୍ରୟ ନେବାକୁ ହୋଇଥାଏ। ସତ୍ୟକୁ ସନ୍ଧାନ କରିବାର ଏହା ଛଡ଼ା ଅନ୍ୟ କିଛି ମାର୍ଗ ନାହିଁ। ବହୁ ପୂର୍ବେ ବନ୍ୟା, ବାତ୍ୟା, ଭୂକମ୍ପ, ମେଘର ଗର୍ଜନ ପ୍ରଭୃତି ପ୍ରାକୃତିକ ଶକ୍ତିଗୁଡ଼ିକୁ ବୁଝି ନ ପାରି ମଣିଷ ଈଶ୍ୱରଙ୍କ ବିଷୟରେ ଅନେକ ବିଚିତ୍ର ଓ ଅଜବ ଧାରଣା କରିଥିଲା। କାଳକ୍ରମେ ବିଜ୍ଞାନ ଏସବୁର କାରଣ ନିର୍ଣ୍ଣୟ କରିବାକୁ ମନୁଷ୍ୟ ଅନୁଭବ କଲା ଯେ ବହି ପ୍ରକୃତିକୁ ସେ ନିୟନ୍ତ୍ରଣ କରିପାରିବ। ତେବେ ସେ ଯେତେବେଳେ ଭାବିବାକୁ ଲାଗିଲା ଯେ ଖାଲି ବହି ପ୍ରକୃତି କାହିଁକି, ନିଜର ଅନ୍ତଃ ପ୍ରକୃତି ଓ ଇନ୍ଦ୍ରିୟର ପ୍ରବୃତ୍ତିକୁ ମଧ୍ୟ ବୈଜ୍ଞାନିକ ଉପାୟରେ ଆୟତ୍ତ କରିପାରିବ, ସେତେବେଳେ ତାହା ସୀମା ଉଲ୍ଲଂଘନ କଲା। ଏହି ଆତ୍ମାଭିମାନ ଅଜ୍ଞାନତାରୁ ଜାତ ହୋଇଥାଏ କହିବା ବାହୁଲ୍ୟ ମାତ୍ର। କିନ୍ତୁ ଅନେକ ବିଶିଷ୍ଟ ବୈଜ୍ଞାନିକମାନଙ୍କର ହୃଦ୍ବୋଧ ହେଲାଣି, ଯେକୌଣସି ଘଟଣାର କାରଣକୁ ନିଶ୍ଚିତ ଭାବରେ ନିର୍ଦ୍ଧାରଣ କରିହେବ ବୋଲି ବିଜ୍ଞାନ କହିଲେ ତାହା ଏକ ଆସ୍ଫାଳନ ହେବ।
କାରଣ ଜ୍ଞାନର ଅଭିବୃଦ୍ଧି ସଙ୍ଗେ ଜ୍ଞାତ ବସ୍ତୁଗୁଡ଼ିକ ବିଷୟରେ ଆଉ କିଛି ଅଜ୍ଞାତ ତଥ୍ୟ ରହିଯାଇଥିବାର ସମ୍ଭାବନାକୁ କଦାପି ଏଡ଼େଇ ହେବ ନାହିଁ। ଏଣୁ ଆମର ଅସ୍ତିତ୍ୱର ଅର୍ଥ, ଜୀବନର ଉଦ୍ଦେଶ୍ୟ, ବସ୍ତୁଗୁଡ଼ିକର ପ୍ରକୃତି ଭିତରେ ସତ୍ୟତା ଅନ୍ତର୍ନିହିତ ରହିଥିବାର ରହସ୍ୟଗୁଡ଼ିକ ଭଳି ଗୂଢ଼ ପ୍ରଶ୍ନଗୁଡ଼ିକର ଉତ୍ତର ଆମେ ପାଇପାରୁ ନାହିଁ। ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ବିଜ୍ଞାନ କେବେ ହେଲେ ଦେଇପାରିବ ନାହିଁ। ଆମର ଜାଣିବା ଉଚିତ ଯେ ଜୀବନର ବ୍ୟାପ୍ତି ବିଜ୍ଞାନ ଅପେକ୍ଷା ଯଥେଷ୍ଟ ଅଧିକ ତଥା ମନୁଷ୍ୟର ଜ୍ଞାନ ପିପାସାର କୌଣସି ସୀମା ନାହିଁ। ସୂର୍ଯ୍ୟୋଦୟ, ଋତୁ ପରିବର୍ତ୍ତନ ଓ ଆହୁରି ଅନେକ ପ୍ରାକୃତିକ ଘଟଣା ନିର୍ଦ୍ଦିଷ୍ଟ ନିୟମ ମାନେ ଘଟୁଥିବାର ଦେଖିଲେ ମନୁଷ୍ୟ ସ୍ୱତଃ ଜାଣିବାକୁ ଇଚ୍ଛା କରିଥାଏ, ଏସବୁ ମନକୁ ମନ ଘଟୁଛି ନା କାହାର ଇଙ୍ଗିତରେ ହେଉଛି। ପ୍ରକୃତିର ଏହି ନିୟମଗୁଡ଼ିକୁ ଗଭୀର ଭାବେ ଅନୁଧ୍ୟାନ କରି ନ୍ୟୁଟନ, ଆଇନଷ୍ଟାଇନ ଓ ଆହୁରି ଅନେକ ବୈଜ୍ଞାନିକ ପ୍ରକୃତିକୁ ନିୟନ୍ତ୍ରଣ କରିବା ଦିଗରେ ଭବିଷ୍ୟତ ପିଢ଼ିକୁ ରାସ୍ତା ଦେଖାଇଥିଲେ ସତ, କିନ୍ତୁ ଏହି ଜ୍ଞାନକୁ ସେମାନେ ବିକାଶ କି ବିନାଶ ଦିଗରେ ଲଗାଇବେ ତାହା ସେମାନଙ୍କୁ ସେମାନଙ୍କର ବିବେକ ବୁଦ୍ଧି ହିଁ ବତାଇବ। ଇତିହାସରେ ଘଟଣାଗୁଡ଼ିକର କେବଳ ପୁନରାବୃତ୍ତି ଘଟିନଥାଏ, ଘଟଣା ପ୍ରବାହ ଆଗକୁ ବି ମାଡ଼ି ଚାଲିଥାଏ। ବାସ୍ତବତାର ଅଧ୍ୟୟନ ଆମକୁ ଏହି ଘଟଣା ପ୍ରବାହର ଅଗ୍ରଗତି, ବିକାଶ ଓ ଉଦ୍ଦେଶ୍ୟକୁ ନେଇ କରିବାକୁ ହେବ। ସୃଷ୍ଟିରେ ଏକ ଶୃଙ୍ଖଳା ରହିଛି। ଶୃଙ୍ଖଳା ମନର ଏକ ପରିପ୍ରକାଶକୁ ବୁଝାଏ। ତେଣୁ ସୃଷ୍ଟି ବିଶ୍ୱନିୟନ୍ତାଙ୍କ ମନର ଏକ ପରିପ୍ରକାଶ ଅଟେ। ଏହି ସୃଷ୍ଟିରେ ଶୃଙ୍ଖଳା ସହ ବିକାଶର ଧାରା ଯୋଡ଼ିବାକୁ ହେଲେ ଆମକୁ ଜଣେ ଜୀବନ୍ତ ଈଶ୍ୱରଙ୍କ କଳ୍ପନା କରିବାର ଏକାନ୍ତ ଆବଶ୍ୟକତା ରହିଛି। ପ୍ରକୃତିରେ ଯେତେ ସବୁ ବିକାଶ ଓ ଅଗ୍ରଗତି ଘଟିଛି ତାହା ଈଶ୍ୱରଙ୍କର ଇଚ୍ଛା ଓ କାର୍ଯ୍ୟଶୈଳୀ ଯୋଗୁଁ ସମ୍ଭବ ହୋଇଛି। ଋଷି ଓ ଦିବ୍ୟଦ୍ରଷ୍ଟାଙ୍କ ମଧ୍ୟରେ ପ୍ରେରଣା, ଜ୍ଞାନୀମାନଙ୍କ ମଧ୍ୟରେ ଜ୍ଞାନ ପିପାସା, ଶିଳ୍ପୀମାନଙ୍କ ମଧ୍ୟରେ ନୂତନ ସୃଷ୍ଟିର ଉନ୍ମାଦନା ଓ କବିମାନଙ୍କ ମଧ୍ୟରେ କବିତା ଲେଖିବାର ପ୍ରେରଣା ଏହି ଈଶ୍ୱର ହିଁ ଯୋଗାଇଥାନ୍ତି। ତେବେ ଧର୍ମ ବିଶ୍ୱାସ ଅନେକ ଚିନ୍ତାଶୀଳ ବ୍ୟକ୍ତି ଏହି କଥା ନେଇ ପ୍ରଶ୍ନ ଉଠାଇଥାନ୍ତି ଯେ ସର୍ବଗୁଣ ସମ୍ପନ୍ନ, ସର୍ବନିୟନ୍ତା ଓ ସର୍ବମୟ ଈଶ୍ୱର ନିଜର ଜଗତରେ ମନ୍ଦଗୁଣ ଓ ଅସମ୍ପୂର୍ଣ୍ଣତାକୁ ସୃଷ୍ଟି କଲେ କାହିଁକି? ଏହାର ଉତ୍ତରରେ ଅନେକ ଜ୍ଞାନୀ ଯୁକ୍ତି କରିଥାନ୍ତି ଯେ ସେମିତି ନ କରିଥିଲେ ସ୍ରଷ୍ଟା ଓ ସୃଷ୍ଟି ମଧ୍ୟରେ କୌଣସି ପ୍ରଭେଦ ରହିନଥାନ୍ତା। ସେମାନେ ଆହୁରି ମଧ୍ୟ କହିଥାନ୍ତି ଅସମ୍ପୂର୍ଣ୍ଣତା ସୃଷ୍ଟିର ଏକ ସହଜତା ଓ ସ୍ୱାଭାବିକ ବୈଚିତ୍ର୍ୟ ଅଟେ। ମନ୍ଦଗୁଣ ଓ ଦୁଃଖ ସହ ଲଢ଼ି ବିଜୟୀ ହେଲେ ଅନିଶ୍ଚିତତା ଓ ହତାଶାରୁ ମୁକ୍ତି ମିଳେ। ଅସମ୍ପୂର୍ଣ୍ଣତା ନଥିଲେ ସମ୍ପୂର୍ଣ୍ଣତା ଦିଗରେ ଅଗ୍ରସର ହେବାର ପ୍ରେରଣା ମିଳେ ନାହିଁ। ଏଗୁଡ଼ିକ ଯୋଗୁଁ ହିଁ ମନୁଷ୍ୟ ଜୀବନର ମୂଲ୍ୟ, ମର୍ଯ୍ୟାଦା ଓ ମାଧୁର୍ଯ୍ୟ ବଢ଼ିଛି। ଈଶ୍ୱର ଏହି ସୃଷ୍ଟିର କର୍ତ୍ତା। ଦିନେ ନା ଦିନେ ଯେତେ ସବୁ ଆବିଳତା ଓ ଆବର୍ଜନା ଦୂର ହେବା ସହିତ ଜଗତ ହିନ୍ଦୁଙ୍କର କଳ୍ପିତ ବ୍ରହ୍ମଲୋକ, ଖ୍ରୀଷ୍ଟିଆନ ଓ ମୁସଲିମଙ୍କର କଳ୍ପିତ ସ୍ୱର୍ଗ ରାଜ୍ୟ ପାଲଟିବ। ତେବେ ସେହି ଦିନଟି ଆସିବାକୁ ଆଜିଠାରୁ କେତେ ସହସ୍ର କୋଟି ବର୍ଷ ଲାଗିବ ତାହା ଆମକୁ ଜଣାନାହିଁ। ସାମ୍ପ୍ରତିକ ପୃଥିବୀର ପରିସ୍ଥିତିକୁ ଦେଖିଲେ ଏହା ଏକ ଅବାସ୍ତବ ପରିକଳ୍ପନା ମନେହୁଏ। ଏହି ଅନେକ ଅସମ୍ଭବ ଆଶା ନେଇ ଧର୍ମରେ ଅତୁଟ ବିଶ୍ୱାସ ରଖିଥିବା ବ୍ୟକ୍ତିମାନେ ବଞ୍ଚିଥାନ୍ତି। ଭବିଷ୍ୟତର ସେହି ସୁନ୍ଦର ପୃଥିବୀର ସ୍ରଷ୍ଟା ପରମାତ୍ମାଙ୍କ ଅସ୍ତିତ୍ୱ ବିଷୟରେ କିଛି ସୂଚନା ଦେଇ ହେବା ସିନା ତାଙ୍କ ରୂପ, ଗୁଣ ଓ ମହିମାକୁ ଠିକ୍ ଭାବେ ବର୍ଣ୍ଣନା କରିହେବ ନାହିଁ। ନିଶ୍ଚିତ ଭାବେ ସେ ତାଙ୍କର ଯେକୌଣସି ସୃଷ୍ଟି ଅପେକ୍ଷା ଶ୍ରେଷ୍ଠତର। ଯେକୌଣସି ବ୍ୟକ୍ତିଠାରେ ଥିବା ସମସ୍ତ ବିଶିଷ୍ଟ ଗୁଣ ତାଙ୍କଠାରେ ଅଛି, କିନ୍ତୁ ସେ ସବୁ ଗୁଣକୁ ଦର୍ଶାଇ ଆମେ ବ୍ୟକ୍ତିତ୍ୱକୁ ବର୍ଣ୍ଣନା କରୁ ସେହି ଅର୍ଥରେ ନୁହେଁ, କିଛି ଭିନ୍ନ ଅର୍ଥରେ। ସେ ଅତ୍ୟନ୍ତ ସୁନ୍ଦର, ଉତ୍ତମ ଓ ବୁଦ୍ଧିମାନ, କିନ୍ତୁ ଆମେ ଯେଉଁଭଳି ସେମିତି ନୁହନ୍ତି। ଈଶ୍ୱର, ଭଗବାନ, ପରମାତ୍ମା ଭଳି ଭିନ୍ନ ଭିନ୍ନ ନାମରେ ସେ ସମ୍ବୋଧିତ ହେଉଥିଲେ ବି ସେ ସମସ୍ତ କଳ୍ପିତ ବ୍ୟକ୍ତି ସମାନ ଶକ୍ତି ଓ କ୍ଷମତାର ଅଧିକାରୀ ଅଟନ୍ତି। ଏ ପ୍ରକାର ବାସ୍ତବତା ଆମର ଗତି ନିକଟରେ ଥାଇ ବି ଆମେ ତାକୁ ପାଇବା ପାଇଁ ଯୁଗ ଯୁଗ ଧରି ଅନ୍ୱେଷଣ କରିବାରେ ଲାଗିଛନ୍ତି। ଜୟ ଜଗନ୍ନାଥ। ବିଷୟବସ୍ତୁଟି ଯଦି ଭଲ ଲାଗିଥାଏ ତେବେ ନିଶ୍ଚୟ